ଜାତୀୟ ରାଜପଥ 520 ଗଡ଼ିଲା ମୁଣ୍ଡ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, 2 ଗୁରୁତର। କେନ୍ଦୁଝର ଜିଲ୍ଲାର ଯମଦୂତ ସାଜିଥିବା ଜାତୀୟ ରାଜପଥ 520ରେ ପୁଣି ଗଡ଼ିଲା ମୁଣ୍ଡ। ଆଜି ଦ୍ୱିପ୍ରହର ସମୟରେ ବଡ଼ବିଲ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 520 ଭଦ୍ରାସାହି ନିକଟସ୍ଥ ଝାଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ 2 ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 520 ଝାଡ଼ଗାଁ ନିକଟରେ 3 ଜଣ ଯୁବକ ଗୋଟିଏ ମୋଟର ସାଇକେଲରେ ଯାଉଥିବା ବେଳେ ଏକ ମିକ୍ସଚର ମେସିନ୍ ସହ ଧକ୍କା ହେବା ଫଳରେ 3 ଜଣ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ 3 ଜଣ ଯୁବକଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିବା ସହ ଅନ୍ୟ 2 ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ 3 ଜଣ ଯୁବକ ସ୍ଥାନୀୟ ଝାଡ଼ଗାଁ ନିକଟ ଅଞ୍ଚଳର ହୋଇଥିବା ନେଇ ସୂଚନା। ବଡ଼ବିଲ ପୋଲିସ ପକ୍ଷରୁ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା।